ବିରୋଧୀ କୁମ୍ଭୀର କାନ୍ଦରେ କାନ୍ଦୁଛନ୍ତି, ତାଙ୍କ ଉପରେ ପ୍ରସଙ୍ଗ ନାହିଁ ଏବଂ ଯେତେବେଳେ ପ୍ରସଙ୍ଗ ନାହିଁ ଲୋକ ତ ବିଶ୍ୱାସ କରିବେ ନାହିଁ। ଦୁଧ କା ଦୁଧ ପାନି କା ପାନି ଯେତେବେଳେ ସ୍ପଷ୍ଟ ହୋଇଯିବ ଯେ କିଏ ମିଛ କହୁଛି କିଏ ସତ କହୁଛି, ଗୃହର ଆଲୋଚନା ଜଣା ପଡିଯିବ ଯେ ବିରୋଧୀ ବିରୋଧରେ ବିରୋଧ କରୁଛନ୍ତି, ତାହେଲେ ତାଙ୍କର ଯୋଉ କଥା ଅଛି ତା ସାମ୍ନାକୁ ଆସିଯିବ। ବିରୋଧୀ ଦଳ ଚାହୁଁନାହାନ୍ତି ଯେ ଲୋକଙ୍କ ପ୍ରସଙ୍ଗ ଗୃହରେ ଉଠୁ। ବିରୋଧୀ ଯୋଉଭଳି ଭାବରେ ଗୃହକୁ ଷଷ୍ଠ ଦିନରେ ଅଚଳ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଅତ୍ୟନ୍ତ ଦୁଃଖଦାୟକ। ଆମେ ଶାସକ ଦଳ ହିସାବରେ ପ୍ରସ୍ତୁତ ଅଛୁ ଗୃହରେ ଆଲୋଚନା କରିବା ପାଇଁ। ଗୃହ ହେଉଛି ଆଲୋଚନା କରିବାର ଜାଗା, ସେଇଠି ପ୍ରସଙ୍ଗ ଉଠିବ, ପ୍ରଶ୍ନ ଉଠିବ, ଉତ୍ତର ରହିବ। ଶୂନ୍ୟ କାଳରେ ଗୃହକୁ ବନ୍ଦ କରିବା କେତେ ଯଥାର୍ଥ ଆପଣମାନେ ଉତ୍ତର ଦେବେ। ଏବଂ ନିଶ୍ଚିତ ଭାବରେ ଯୋଉଭଳି ଭାବରେ ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ହଙ୍ଗାମା କରୁଛନ୍ତି, ଆମେ ଚାହୁଁଛୁ ସେମାନେ ଆସିକିରି ଗୃହରେ ଡିବେଟ୍ କରନ୍ତୁ, ଡିସ୍କସନ୍ କରନ୍ତୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ହେଉଛି ଲୋକଙ୍କ ମୁଖ୍ୟମନ୍ତ୍ରୀ। ସେ ନିଜେ କହିଛନ୍ତି ଯେ ମୁଁ ପଳାୟନପନ୍ଥୀ ନୁହେଁ, ଗୃହ ହେଉଛି ଆଲୋଚନା କରିବାର ଜାଗା, ସେଠି ଆଲୋଚନା ହଉ। 2 ଦିନ ତଳେ କଂଗ୍ରେସ ଚାଷୀ ପ୍ରସଙ୍ଗ ଆଣିକି ଆଲୋଚନା କରିବା ପାଇଁ କହିଥିଲେ, ଆମେ ମଧ୍ୟ ପ୍ରସ୍ତୁତ ଥିଲୁ ଏବଂ ଯେତେବେଳେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ ସେମାନେ କାହିଁକି ପଶ୍ଚାତଧାବନ ଦଉଛନ୍ତି। ଏବଂ ଓଡ଼ିଶାବାସୀ ଜାଣିଛନ୍ତି ଯେ ବିରୋଧୀ କୁମ୍ଭୀର କାନ୍ଦରେ କାନ୍ଦୁଛନ୍ତି, ତାଙ୍କ ଉପରେ ପ୍ରସଙ୍ଗ ନାହିଁ ଏବଂ ଯେତେବେଳେ ପ୍ରସଙ୍ଗ ନାହିଁ ଲୋକ ତ ବିଶ୍ୱାସ କରିବେ ନାହିଁ। ଦୁଧ କା ଦୁଧ ପାନି କା ପାନି ଯେତେବେଳେ ସ୍ପଷ୍ଟ ହୋଇଯିବ ଯେ କିଏ ମିଛ କହୁଛି କିଏ ସତ କହୁଛି, ଗୃହର ଆଲୋଚନା ଜଣା ପଡିଯିବ ଯେ ବିରୋଧୀ ବିରୋଧରେ ବିରୋଧ କରୁଛନ୍ତି, ତାହେଲେ ତାଙ୍କର ଯୋଉ କଥା ଅଛି ତା ସାମ୍ନାକୁ ଆସିଯିବ। ଏପର୍ଯ୍ୟନ୍ତ ସେମାନେ 100 ଟଙ୍କା ଅପବାଦରୁ ମୁକ୍ତି ପାଇନାହାନ୍ତି। ତାଙ୍କର ରିମୋଟରୁ ଯୋଉ ଚଲାଉଛନ୍ତି ଯୋଉମାନେ, ସେମାନେ ବୁଝିପାରୁନାହାନ୍ତି କ'ଣ କରିବାର ଅଛି ଏବଂ ବିଭ୍ରାନ୍ତିକର ତଥ୍ୟ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। ଏବଂ ସବୁଠୁ ଦୁଃଖର କଥା ଯେ ଯେତେବେଳେ ଏମ୍ପୁଲ ସ୍କୋପ ଅଛି, ଯେତେବେଳେ ଭୋଟ ଅଫ୍ ଥ୍ୟାଙ୍କ୍ସରେ କହିବାର ମୌକା ଥିଲା ଗଭର୍ଣ୍ଣରଙ୍କ ସ୍ପିଚରେ, ଯେତେବେଳେ ଶୂନ୍ୟକାଳ ଅଛି ଡିସ୍କସନ୍ ଡିବେଟ୍ କରିବା ପାଇଁ, ଯେତେବେଳେ ମୁଲତବୀ ପ୍ରସ୍ତାବରେ ଆସୁଛି ଡିବେଟ୍ ଡିସ୍କସନ୍ କରିବା ପାଇଁ, କୋଉଠି ଚଳେଇ ଦେବେ ନାହିଁ। ସେମାନେ ଓଡ଼ିଶା ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ଓଡ଼ିଶା ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି। ସେମାନେ ଓଡ଼ିଶାର ପ୍ରଗତିରେ ନାହାନ୍ତି, ଓଡ଼ିଶା ସାଥିରେ ସେମାନେ ନାହାନ୍ତି ଏବଂ ବାର ବାର ଯୋଉ ମୁଲତବୀ କରୁଛନ୍ତି ଗୃହକୁ, ଏତାକୁ ଓଡ଼ିଶା ଲୋକ କ୍ଷମା ଦେବେ ନାହିଁ। ଏବଂ ମୁଁ ଧନ୍ୟବାଦ ଦେବାକୁ ଚାହିଁବି ମାନ୍ୟବର ବାଚସ୍ପତି ମହୋଦୟଙ୍କୁ। ସେ ଆଉ ଥରେ ଏବେ ସର୍ବଦଳ ମିଟିଂ ଡାକିଛନ୍ତି ଏବଂ ସର୍ବଦଳ ମିଟିଂରେ ନିଶ୍ଚିତ ଭାବରେ ଆଲୋଚନା ହେବା ଦରକାର ଏବଂ ନିଶ୍ଚିତ ଭାବରେ ଗୃହ ଚାଲିବାର ଆବଶ୍ୟକତା ଅଛି। ଏବଂ ପ୍ରସଙ୍ଗ ଉଠୁ, ନିଶ୍ଚିତ ଭାବରେ ପ୍ରସ୍ତୁତ ସରକାରୀ ଦଳ ହିସାବରେ ଉତ୍ତର ଦେବାକୁ ଏବଂ ଲୋକଙ୍କର କଥା ନିଶ୍ଚିତ ଭାବରେ ବିଧାନସଭାରେ ଶୁଣିବାର ଅଛି ଏବଂ ତାଙ୍କର ଯୋଉ ଅନ୍ତକନ୍ଦଳ ଅଛି ସେଥିରୁ ସେମାନେ କ୍ଷାନ୍ତ ରୁହନ୍ତୁ ଏବଂ ଗୃହକୁ ଚାଲିବାକୁ ଦିଅନ୍ତୁ ଏବଂ ଲୋକଙ୍କ ହିତ ପାଇଁ ଚିନ୍ତା କରନ୍ତୁ।